ଦେଖ ଏଟା ପ୍ରଶ୍ନ ଦେଇଛି ମାଂସ ମାଛ ଏବଂ ଅଣ୍ଡା ଡ୍ୟାସ୍ ପ୍ରକାର ପୋଷକ ଅଟନ୍ତି ଧାତୁସାର ସ୍ନେହସାର ପୃଷ୍ଟିସାର ନା ଶ୍ଵେତସାର। ଦେଖ ମାଂସ ତାପରେ ମାଛ ତାପରେ ଅଣ୍ଡା ଏଟା କ'ଣ ହେବ କି ଏଟା ପୃଷ୍ଟିସାର ଜାତୀୟ ଖାଦ୍ୟ ହେବ ଅର୍ଥାତ୍ ଆମେ କହିପାରିବା କି ଏଟା ପୃଷ୍ଟିସାର ପ୍ରକାରର ପୋଷକ ଅଟେ। ତାପରେ କ'ଣ ହେବ କି ନେକ୍ସଟ ପ୍ରଶ୍ନ ଦେଲା ପୃଷ୍ଟିସାରର ଅଭାବରେ କେଉଁ ରୋଗ ହୋଇଥାଏ। ପୃଷ୍ଟିସାର ଅଭାବରେ କେଉଁ ରୋଗ ହେଉଛି ପେଲେଗ୍ରା ଦେଇଛି କ୍ୱାସିଓ କରିଦେଲା ରିକେଟ୍ସ ଦେଇଛି ନା ସ୍କର୍ଭି। ତେଣୁ ପୃଷ୍ଟିସାର ଅଭାବରେ କ'ଣ ହେବ କି କ୍ୱାସିଓକ ରୋଗ ହୋଇଥାଏ। ତାପରେ ଦେଇଛି କି ସ୍ନେହସାର ଗ୍ଲିସେରଲର ଗୋଟିଏ ଅଣୁ ଓ ଡ୍ୟାସ୍ର 3ଟି ଅଣୁର ମିଶ୍ରଣରେ ହୋଇଥାଏ। ତାମାନେ ସେ କହୁଛି ଆମେ ଯଦି ସ୍ନେହସାରକୁ ଯଦି ଦେଖିବା ଏହି ସ୍ନେହସାରଟି କ'ଣ ହେଉଛି କି ଗ୍ଲିସେରିଲର ଯେଉଁ ରହିଛି ଏଇଟା ଗୋଟିଏ ଅଣୁ ଆଉ ସେମିତି ଆଉ କେଉଁ ଏସିଡ଼ ରହିଲା ଯେମିତି କୁହାଗଲା ଆମିନୋ ଏସିଡ଼ ଫାଟି ଏସିଡ଼ ଫସ୍ଫରିକ ଏସିଡ଼ ନା ଲିକୋଜେନିକ ଏସିଡ଼। ତ ଏଇ ଯେଉଁ ଏସିଡ଼ ଗୁଡ଼ାକ ରହିଲା ଏମାନଙ୍କ ମଧ୍ୟରୁ କେଉଁ ଏସିଡ଼ର 3ଗୋଟି ଅଣୁର ମିଶ୍ରଣରେ ଗଠିତ ହୋଇଥାଏ। ତେଣୁ କ'ଣ ହେବ କି ଫାଟି ଏସିଡ଼। ତେଣୁ ଫାଟି ଏସିଡ଼ର 3ଟି ଅଣୁର ମିଶ୍ରଣରେ କ'ଣ ହେଉଛି କି ସ୍ନେହସାର ଗଠିତ ହେଉଛି। ତାପରେ ଦେଖ ତା ବହୁତ ସୁନ୍ଦର ପ୍ରଶ୍ନ ପଚାରିଛି। ତାପରେ ନେକ୍ସଟ କ୍ୱେଶ୍ଚିନକୁ ଯଦି ଆମେ ଦେଖିବା ଲୋହିତ ରକ୍ତ କଣିକାର ଜୀବନ କାଳ କେତେ ଅର୍ଥାତ୍ ଲୋହିତ ରକ୍ତ କଣିକା ଆମେ କହିପାରିବା RBC ଅର୍ଥାତ୍ ରେଡ୍ ବ୍ଲଡ଼ ସେଲ୍ର ଜୀବନ କାଳ କେତେ ହେଇଥାଏ। ରେଡ୍ ବ୍ଲଡ଼ ସେଲ୍ ଯେଉଁଟା ରହିଛି RBC ଏହାର ଜୀବନ କାଳ କେତେ ହେଇଥାଏ। ରେଡ୍ ବ୍ଲଡ଼ ସେଲ୍ର ଯଦି 120 ଦିନ 100 ଦିନ 110 ଦିନ ନା 50 ଦିନ। ତେଣୁ କ'ଣ ହେବ 120 ଦିନ। ରେଡ୍ ବ୍ଲଡ଼ ସେଲ୍ର 120 ଦିନ ତାର ଆୟୁଷ ହୋଇଥାଏ ଜୀବନ କାଳ ହୋଇଥାଏ। ତାପରେ ଦେଖ ନୀଳ ସବୁଜ ଡ୍ୟାସ୍ ପ୍ରକାରର ରଙ୍ଗ ଅଟେ। ବହୁତ ସୁନ୍ଦର ପ୍ରଶ୍ନ ଏଟା। ନୀଳ ସବୁଜ କଥା ଯଦି ଆମେ କହିବା ଏଟା କେଉଁ ପ୍ରକାରର ରଙ୍ଗ ଅଟେ। ଆନନ୍ଦଦାୟକ ଶାନ୍ତିଦାୟକ ନା ଅବସାଦ ରଙ୍ଗ ନା ବିପରୀତ ରଙ୍ଗ। ନୀଳ ଆଉ ସବୁଜ କଥା ଯଦି କହିବା ଏଟା ଶାନ୍ତିଦାୟକ ରଙ୍ଗ ଅଟେ। ତାପରେ ଦେଖ ପ୍ରାଣୀ କୋଷର ବାହ୍ୟ ଆବରଣକୁ କ'ଣ ବୋଲି କୁହାଯାଉଛି। ବହୁତ ସୁନ୍ଦର ପ୍ରଶ୍ନ। ପ୍ରାଣୀ କୋଷର ବାହ୍ୟ ଆବରଣ ଯେଉଁ ବାହାର ଆବରଣକୁ ଆମେ କ'ଣ ବୋଲି କହିବା। ପ୍ରାଣୀ କୋଷର ବାହାର ଆବରଣକୁ ଆମେ କ'ଣ ବୋଲି କହିଥାଉ। ପ୍ଲାଜମା ମେମ୍ବ୍ରେନ୍ କୁହାଯାଉଛି ନା ନ୍ୟୁକ୍ଲିଆର ମେମ୍ବ୍ରେନ୍ କୁହାଯାଉଛି ନା ଏଣ୍ଡୋପ୍ଲାଜମିକ ରେଟିକୁଲମ୍ କୁହାଯାଉଛି ନା ପେରିକାର୍ଡ଼ିୟମ୍ ବୋଲି କୁହାଯାଉଛି। ତେଣୁ ସଠିକ ଆନ୍ସର କ'ଣ ହେବ ପ୍ଲାଜମା ମେମ୍ବ୍ରେନ୍ କୁହାଯାଏ। ଅର୍ଥାତ୍ ପ୍ରାଣୀ କୋଷର ବାହ୍ୟ ଆବରଣକୁ କ'ଣ ବୋଲି କହୁଛେ ଆମେ ପ୍ଲାଜମା ମେମ୍ବ୍ରେନ୍ ବୋଲି କୁହାଯାଉଛି। ତାପରେ ଦେଖ ନେକ୍ସଟ କ୍ୱେଶ୍ଚିନ୍ ଦେଇଛି କି ଅଷ୍ଟିଓମାଲେସିଆ ଡ୍ୟାସ୍ର ଅଭାବରେ ହୋଇଥାଏ। ଏ ଯେଉଁ ରୋଗଟା ଅଷ୍ଟିଓମାଲେସିଆ ଯେଉଁ ରୋଗ ରହିଲା ଏ ଅଷ୍ଟିଓମାଲେସିଆ କାହାର ଅଭାବରେ ହୋଇଥାଏ। ଅଷ୍ଟିଓମାଲେସିଆର ଆୟୋଡିନ୍ ହୋଇଥାଏ ନା ଜୀବସାରରେ ହୋଇଥାଏ ନା ରାଇବୋଫ୍ଲାଭିନ୍ର ହୋଇଥାଏ ନା କ୍ୟାଲସିୟମର ହୋଇଥାଏ। ଅଷ୍ଟିଓମାଲେସିଆ ଯେଉଁ ରୋଗ ରହିଛି ଏଇ ଅଷ୍ଟିଓମାଲେସିଆ ଜୀବସାର ଘର ଅଭାବରେ ହୋଇଥାଏ। ଅଷ୍ଟିଓମାଲେସିଆ କ'ଣ ହୋଇଥାଏ ଜୀବସାର ଘର ଅଭାବରେ ହୋଇଥାଏ। ତାପରେ ଦେଇଛି ନେକ୍ସଟ କ୍ୱେଶ୍ଚିନ୍ ଦେଇଛି କି ଏନଜାଇମ୍ ଗୁଡ଼ିକ କେଉଁ ଧର୍ମୀ ଅଟନ୍ତି ବା ଏନଜାଇମ୍ ଗୁଡ଼ିକ ଡ୍ୟାସ୍ ଧର୍ମୀ ଅଟନ୍ତି ଜୀବସାର ଶ୍ଵେତସାର ପୃଷ୍ଟିସାର ନା ସ୍ନେହସାର। ଏ ଯେଉଁ ଏନଜାଇମ୍ ଗୁଡ଼ିକ ଯେଉଁ ରହିଲେ ଏଇ ଏନଜାଇମ୍ ଗୁଡ଼ିକ କେଉଁ ଧର୍ମୀ ଅଟନ୍ତି କି ପୃଷ୍ଟିସାର ଧର୍ମୀ। ତାମାନେ ପୃଷ୍ଟିସାର ଧର୍ମୀ ଅଟନ୍ତି ଏମାନେ। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଦେଇଛି ଦୁଗ୍ଧରେ ଡ୍ୟାସ୍ ଶର୍କରା ରହିଥାଏ ଗ୍ଲୁକୋଜ୍ ଥାଏ ଫ୍ରୁକ୍ଟୋଜ୍ ଥାଏ ସୁକ୍ରୋଜ୍ ଥାଏ ନା ଲାକ୍ଟୋଜ୍ ଥାଏ। ଦୁଗ୍ଧରେ ଲାକ୍ଟୋଜ୍ ଥାଏ। ଦୁଗ୍ଧରେ କ'ଣ ଥାଉଛି କି ଲାକ୍ଟୋଜ୍ ଶର୍କରା ରହିଥାଏ। ତାପରେ ଦେଖ ତା ପରବର୍ତ୍ତୀ ପ୍ରଶ୍ନ ଅଛି କି ଶରୀରର ମୁଖ୍ୟ ବା ଶରୀର ଶକ୍ତି ମୁଖ୍ୟ ପୋଷକର ଆଧାର ଡ୍ୟାସ୍ ଅଟେ। ଆମ ଶରୀର ପାଇଁ ଯେଉଁ ଶକ୍ତି ଆସେ ଏହା ଆମେ କେଉଁଠାରୁ ପାଇବା। ଶ୍ଵେତସାରରୁ ପାଇବା ସ୍ନେହସାରରୁ ପାଇବା ଜୀବସାରରୁ ପାଇବା। ଏଟା ଦେଇଛି ଶ୍ଵେତସାରରୁ ପାଇଥାଉ ନା ଧାତୁସାରରୁ ପାଇଥାଉ ନା ଜୀବସାରରୁ ପାଇଥାଉ ନା ପୃଷ୍ଟିସାରରୁ ପାଇଥାଉ। ଦେଖ ଶରୀରର ପାଇଁ ଆମେ ଶକ୍ତି ଆବଶ୍ୟକ ଛୁଆବେଳୁ ହିଁ ଆମେ ପଢ଼ି ପଢ଼ି ଆସିଛେ କି ଶକ୍ତି ପାଇଁ ଆମକୁ କେଉଁ ଖାଦ୍ୟସାର ଖାଇବାକୁ ପଡ଼ିବ ଶ୍ଵେତସାର ଜାତୀୟ ଖାଦ୍ୟସାର ଖାଇବାକୁ ପଡ଼ିବ। ତେଣୁ ଶରୀର ଶକ୍ତିର ମୁଖ୍ୟ ପୋଷକ କିଏ ହେବ ତାହେଲେ ଶ୍ଵେତସାର ହେବ। ତାପରେ ଦେଖ ତାପରେ ଦେଇଛି 1 ଗ୍ରାମ ସ୍ନେହସାରରୁ କେତେ କିଲୋ କ୍ୟାଲୋରୀ ଶକ୍ତି ଉତ୍ପାଦନ ହୁଏ। ତା ମାନେ 1 ଗ୍ରାମ ସ୍ନେହସାରରୁ ଆମେ ଯଦି 1 ଗ୍ରାମ ସ୍ନେହସାରକୁ ଯଦି ନେବା ତାହେଲେ ଡ୍ୟାସ୍ କିଲୋ କ୍ୟାଲୋରୀ ଶକ୍ତି ଉତ୍ପାଦନ ହେବ 1 3 6 ନା 9। କ'ଣ ହେବ କି 9 କିଲୋ କ୍ୟାଲୋରୀ ଶକ୍ତି ଉତ୍ପାଦନ ହେବ। 1 ଗ୍ରାମକୁ ଯଦି ଆମେ କ'ଣ କଲେ
कि स्नेहसार नेले यही 1 ग्राम स्नेहसारु आम कौन कर 9 किलो कैलोरी आम कौन पाई शक्ति पाई तापर देख ता परवर्ती प्रश्न अच्छी ता परवर्ती प्रश्न देला कि आमिनो जो आमिनो अम्ल गुड़िक शरीर मध्य माने प्रस्तुत हो पार ना जो आमिनो अम्ल आम जो खाऊे जो आमिनो अम्ल गुड़ाक आम शरीर मध्य प्रस्तुत हो पार ना ताको आम क्यों आमिनो अम्ल बोली कहवा जमती एठारे ऑप्शन देछि कि अपरिहार्य परिहार्य अम्लयुक्त ना क्षारयुक्त तेणु जो जिनस आमर शरीर उत्पादन हो पार ना ताको आम कौन बोली कहवा अपरिहार्य आमिनो अम्ल तेणु कौन हम अपरिहार्य आमिनो अम्ल तापर देख तापर प्रश्न देछि कि आय जो रहा आय क्यों प्रकार अटे तेणु आय को आम क्यों प्रकार बोली कहीपर तेणु आय डैश प्रकार अटे 3 प्रकार 5 प्रकार 7 प्रकार ना 10 प्रकार आय हूँ 3 प्रकार तापर देख तापर देछि एक प्रकार कोष एवं एक प्रकार कोष नेक्स्ट क्वेश्चन देला कि जो एक प्रकार जो कोष जो रही एक प्रकार कोष गुड़िक एकत्र हो डैश गठन करती अंग गठन करती तंत्र गठन करती शरीर गठन करती ना तंतु गठन करती तो कौन हम तंतु गठन करती ता परवर्ती प्रश्न हूँ नवजात शिशु को माँ क्षीर डैश समय दिज्वा उचित गोटे नवजात शिशु को आम जदि माँ क्षीर देवा ताहले क्यों समय देवा गोटे नवजात शिशुपाई माँ क्षीरटा जन्म समय देवा उचित ना 3 दिन पर ना 48 घंटा पर ना 5 दिन पर तेणु कौन हम जन्म समय बा जन्म होगा संगे संगे तो आम कौन करवा माँ क्षीर को आम खाइबा देवा तापर देख तापर देछि कैल्शियम रो उत्तम आधार किए कैल्शियम रो उत्तम आधार किए ऑप्शन देला कि डाली जातीय खाद्य फल पनीपरिया ना दुग्ध कैल्शियम रो उत्तम आधार होछि दुग्ध दुग्धर आम कौन पाई कैल्शियम पाई तापर देख आडोलेसेंस शब्दटी ये जो आडोलेसेंस शब्द को जो देखा आडल्ट रु आडोलेसेंस जो आसी एटा लाटिन शब्द क्यों आसी तमें आडोलेसेंस शब्दटी लाटिन शब्द क्यों आसी आडोलेसेंट रु आसी ना आडोलो सेभन रु आसी ना आडोले स्केयर रु आसी ना आडोले सेभोज रु आसी देख आडोलेसेंस शब्दटी आम कौट पाई कि आडेलोस्केयर आम पाई तापर देख रक्त जमाट बांधियापाई डैश जीवसार उपस्थिति आवश्यक होता है रक्त को जमाट बांधियापाई डैश जीवसार उपस्थिति आवश्यक होता है जीवसार क जीवसार ग जीवसार घ ना जीवसार के रक्त जमाट बांधियापाई आमको जीवसार के आवश्यकता होता है जीवसार के तेणु नेक्स्ट प्रश्न रही कि लाल रंग डैश श्रेणीभुक्त अटे ये जो लाल रंग आम क्यों श्रेणी प्रथम श्रेणी गौण श्रेणी तृतीय श्रेणी ना मध्यम मध्यवर्ती प्रथम श्रेणी गौण श्रेणी तृतीय श्रेणी ना मध्यवर्ती एटा कौन हम कि प्रथम श्रेणी लाल रंग कौन हम कि प्रथम श्रेणीभुक्त हम तापर बीसीजी टीका डैश रोग रक्षा करते बीसीजी टीका क्यों रोग रक्षा कर जख्मा कर्कट डिप्थेरिया ना धनुष्टंकार बीसीजी टीका साधारणतः कौन करता है कि जख्मा रोग कौन करता है कि रक्षा करता है।